ଭଲ ରେଠା ଏତେ ଉଚ୍ଚସ୍ୱର ଚିତ୍କାର ଡାକୁଛ କାହିଁକି? ଆକାଶରେ ଛିଣ୍ଡି ପାଦ ତଳେ ଖସି ପଡ଼ିଲା ବୋଲି ଶିକ୍ଷା 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 କଣ ହେଇଛି ଡାଡି ତୁମର? ଆଲୋ ମା ଶିକ୍ଷା ଗୋଟେ ଗୋଟେ କଥା କହିଲୁ। କି କଥା କହିବି? ତୁ ଏ ମଣିପୁର ରାଜ୍ୟରେ ଅଛୁ ନା ନାହିଁ? ଏ ମଣିପୁର ରାଜ୍ୟରେ ଅଛି ନା ନାହିଁ ତୁମ ଆଖି କଣ ଦେଖାଯାଉନି? ଆରେ ଏମିତି କହିପାରୁଛ କାହିଁକି? ଡାଡି ମୁଁ ପଚାରୁଛି କଣ ହେଇଛି କଥାଟା ଭଲ ଭାବରେ ମତେ ବୁଝେଇକି କୁହ। ଆଲୋ ମା ଶିକ୍ଷା ଯେତେବେଳେ ରାଜ୍ୟରେ ଅଛୁ ଏତେ ଘଟଣା ଘଟିଲା ଏତେ କଥା ବଢିଲା ତୁ କିଛି ବି ଜାଣିପାରିବା ନାହିଁ। ହଲୋ ମା ଏମିତି କି କଥା ଘଟିଛି ଯାହାକି ତମ ଝିଅ ଆଜି ଜାଣିପାରିଲାନି? କି ଘଟଣା ଘଟିଛି ତାହେଲେ ଶୁଣିବାକୁ ଚାହୁଁଛୁ ମା? ତାହେଲେ କହୁଛି ଶୁଣ। ମୋ ଭଣଜା ମାନେ ମୋ ଜୁଆଇଁ ପୁଅଟା ମୋ ସାନ ଭଣଜାର ବାହାଘର କଥା ଚିନ୍ତା କଲାଣି ପା। ବାହାଘର? ହଁ। ମଣିପୁର ମୌରମଣି ବାପା ଯାହା କହିଲେ ତାହା କଣ ସତ? ମହାରାଣୀ ତୁମ ବାପା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ସତ ମହାରାଣୀ। ଶୁଣିଲୁ ମା? এই ନିଷ୍ପତ୍ତି ନେବା ପୂର୍ବରୁ ତମେ ଥରେ ମହାରାଣୀ ଅଗ୍ନିଶିଖାର ପରାମର୍ଶ ନେବା କଣ ଉଚିତ ନଥିଲା? ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ତୁମରି ଅନୁମତିକୁ ଆବଶ୍ୟକ ମନେ କରିନି ମହାରାଣୀ। ଆରେ କାହିଁକି? କାହିଁକି ଜାଣିଛ? ଗ୍ରାମର ବାହାରେ ଥିବା ଶ୍ରିୟା ଚାଣ୍ଡାଲୁଣୀକୁ ଆଜି ବଡ଼ ଦେଉଳର ଲକ୍ଷ୍ମୀ ଠାକୁରାଣୀ ଭାବରେ ସଜେଇଲି। ସେଦିନର ବଣରେ ବୁଲୁଥିବା ଶୂର୍ପଣଖାକୁ ଆଜି ରାମଚନ୍ଦ୍ରଙ୍କ ସୀତା ଦେବୀ ରୂପରେ ସଜେଇଲି। ଆଚ୍ଛା ତଥାପି ତମ ମନ ବୁଝିଲାନି ମହାରାଣୀ, ତଥାପି ତମ ମନ ବୁଝିଲାନି। ଆଉ ଜାଣିଛ ମହାରାଣୀ? ଆରେ କହିଯାଅ। ଯେଉଁ ନାରୀ ତା ସ୍ୱାମୀର ଦୁଃଖ ସୁଖର ସାଥୀ ହୋଇଥାଏ ସେ ହେଉଛି ଅର୍ଦ୍ଧାଙ୍ଗିନୀ। ଯେଉଁ ନାରୀ ପ୍ରତିଟି ମୁହୂର୍ତ୍ତରେ ସ୍ୱାମୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପ୍ରତିବାଦ ଉପରେ ପ୍ରତିବାଦ କରିଥାଏ ସେ ହେଉଛ ତୁମେ କଳଙ୍କିନୀ ମହାରାଣୀ, ସେ ହେଉଛ ତୁମେ କଳଙ୍କିନୀ। ତମେ ଏବେ କହିପାରୁଛ? ଆରେ ଏମିତିରେ ବି ମୋ ଦିଅର କିରଣ ବାବୁର ବୟସ କେତେ ଯେ ଏ ବୟସରେ ବାହାଘର କରାଇବା ପାଇଁ ତୁମେ କାହିଁକି ମୁଣ୍ଡରେ ଚିନ୍ତା ପୁରଉଛ? ଆରେ କିରଣ ବାବୁ ପରା ମୁଁ ତାର ଅଳିଅଳ ଭାଉଜ। ସମୟାନୁକ୍ରମେ ଭଲ ପ୍ରସ୍ତାବ ଦେଖି ଭଲ ଝିଅ ଦେଖି ମୁଁ କଣ ମୋ ଦିଅର ବାବୁର ବାହାଘର କରାଇ ପାରିବିନି ଯେ ଏଥିରେ ତୁମେ କାହିଁ ମୁଣ୍ଡ ପୁରଉଛ ଆଉ ଅଯଥାରେ ମୂଲ୍ୟବାନ ସମୟଟାକୁ ନଷ୍ଟ କରୁଛ? ନଷ୍ଟ ସତରେ ମହାରାଣୀ, କେଉଁ ଉପାଦାନରେ ତୁମେ ଗଢ଼ା ହୋଇଛ, କେଉଁ ଗୁଣର ଯେ ତୁମେ ଭାଉଜ ଆଜି ପର୍ଯ୍ୟନ୍ତ ପରିକଳ୍ପନା କରିପାରିଲିନି। ତମେ କାହିଁକି ପରିକଳ୍ପନା କରିପାରିବ? ଆରେ ବାଲ୍ୟ କାଳରେ ସ୍ୱର୍ଗୀୟ ପିତାମାତାଙ୍କୁ କଥା ଦେଇଛି ଯେଉଁଦିନ ମୋ ଭାଇ କିରଣ କିଶୋର ଅବସ୍ଥାକୁ ଆସିବ ସେଇଦିନ ପାଖ ପଡ଼ୋଶୀ କେଉଁ ରାଜ୍ୟର ରାଜକୁମାରୀ ସହିତ ବାହାଘର କରି ଏ ରାଜ ସିଂହାସନ ଏ ରାଜମୁକୁଟ ଅର୍ପଣ କରିବି କଥା ଦେଇଛି ମହାରାଣୀ।
କଥା ନିଶ୍ଚୟ ରଖିବି। ଯାହା ଇଚ୍ଛା ତାହା କରି ଯାଅ, ନିଜ କର୍ମ ଧରି ବୁଲୁଥାଅ। ଆସୁଛି ମହାରାଣୀ, ଆସୁଛି। ଅଧିକ ସମୟ ବାର୍ତ୍ତାଳାପ କରିବା ପାଇଁ ମୋ ପାଖରେ ସମୟ ନାହିଁ। ଆସୁଛି ମୁଁ, ଆସୁଛି।